ଯଦି କହିବା ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଥିଲା। ଆଜି ସକାଳୁ ଯେହେତୁ ବର୍ଷା ଛାଡ଼ିଛି ପାଣି କମିଛି, କିନ୍ତୁ ଘର ଭିତରେ ବର୍ତ୍ତମାନ ବି ପାଣି ରହିଛି ଏବଂ ଲୋକମାନେ ବର୍ତ୍ତମାନ ଘରେ ପାଣି ଖୋଲୁଛନ୍ତି, ବାହାର କରୁଛନ୍ତି, ନିଷ୍କାସନ କରୁଛନ୍ତି। ତାରି ଭିତରେ ମଧ୍ୟ ଦୁର୍ଦ୍ଦଶା କହିଲେ କମ୍ ହେବ। ଆଜ୍ଞା ରାତି ତମାମ ବର୍ଷା ହେଲା ରାତିରେ ଭୁବନେଶ୍ୱରରେ, ରାତି ସାରା ଏମିତି ପାଣି ପାଣି ଘରେ ଢୁକିଛି। ଆମେ ସବୁ କଟକରେ ପିଲାମାନଙ୍କୁ ନେଇକି ଯାଇକି ବସିଛୁ। ରାତିରେ ହଠାତ୍ କହିଥିଲୁ ଆଜ୍ଞା ବର୍ଷା ଆଜ୍ଞା ଶୁଣୁଥିଲେ ଆଜ୍ଞା ଇଏ ପ୍ରଥମ ସ୍ଥିତି ନୁହେଁ। 97 ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା ରାତିରେ ଭୁବନେଶ୍ୱର। ଯେ କେତେବେଳେ ବସ୍ତିରେ ପାଣି ପଶିଲା ଏବଂ ଇଏ ନିଷ୍କାସନ କାହିଁକି ଆଜ୍ଞା ଦେଖନ୍ତୁ ସବୁ ଡ୍ରେନ୍ ଭିତରେ ବସି ବସିକି ଆସୁଛି। ଡ୍ରେନ୍ ଘରେ 5 ଫୁଟ ଖାଲ ଥିଲା, ଫୁଟି ଫୁଟି 60 ଫୁଟ ଫୁଟି ହେଇଗଲାଣି। ଆଉ 1.5 ଫୁଟ ପାଣିରେ ଏଇଟା 2 ଫୁଟ ପାଣିରେ ସବୁ ଉଠିକି ଆସି ଆଗ ଭିତରେ ବସୁଛି। କେତେ ଲୋକ ଏଇଠି ଏଇଠି ହାରାହାରିଆ 700 ଘର ଆମର ଏଇଠି ଅଛି। ଦଶ ଘର ବର୍ତ୍ତମାନ 700 ଘର ପୁରା 500 ଲୋକଙ୍କର ଘର ପାଣି ପଶିଯାଇଛି। ଅଧା ଲୋକ ବ୍ରିଜ୍ ତଳେ ସବୁ ପଡ଼ିଛନ୍ତି। ଆପଣ ଘରେ ପଡ଼ିଲେ ଦେଖିବେ ବ୍ରିଜ୍ରେ ପରେ ଦୁନିଆ ଲୋକ ଶୋଇଛନ୍ତି। ଘର ଲୋକ ପିଲା ଛୁଆ ଧରିକି ବ୍ରିଜ୍ ପାଖରେ ଅଛନ୍ତି। ପ୍ରଶାସନ କିଛି ଶୁଣୁନାହାନ୍ତି। ବିଏମ୍ସି ତରଫରୁ କିଛି ଖବର ଅଛି, ମାଗଣାରେ କିଛି ଲୋକ ପଠେଇଦେଲେ। ସେମାନେ କ'ଣ କାମ କରିବେ? ଯେଉଁ ଜାଗାରେ ଡୋଜର କାମ ଲୋକ କ'ଣ କାମ